স্যার সম্মানীয় সভাপতি মহোদয়, মুখ্য অতিথি এবং মঞ্চাসীন সমস্ত আউ বরেণ্য প্রতিভা মানে আউ এখানে উপস্থিত শিক্ষকগণ আউ ପୂର୍ବତନ ଶିକ୍ଷକ ବର୍ତ୍ତମାନର ଶିକ୍ଷକ ଏବଂ ମୋର ଏଠିକାର ପୂର୍ବତନ ଛାତ୍ରଛାତ୍ରୀ ଏବଂ ବର୍ତ୍ତମାନର ଛାତ୍ରଛାତ୍ରୀ, ମୁଁ ଗର୍ବର ସହିତ କହିବାକୁ ଚାହୁଁଛି ଏଇଠି ମୋର ବାଲ୍ୟ ଜୀବନ ମାନେ ବାଲ୍ୟ ଜୀବନ ନୁହେଁ, ମୋର ପ୍ରାଥମିକ ଶିକ୍ଷକ ଜୀବନ ଆରମ୍ଭ ହୋଇଥିଲା। ସେତେବେଳେ ମୁଁ ଟୁକା ଥିଲି। 76 ତମେ ଜାଣିବ, ମୁଁ 76ରେ ବିଏ ପାସ୍ କରିଥିଲି ଆଉ 77ରେ ଆସିକି ଏଠି ରହିଥିଲି। ସେତେବେଳେ ମାତ୍ର ମୋର ବୟସ ଥିଲା 21 ବର୍ଷ। ସେତେ ଶୁଣିଲେ ଖୁସି ହବ। ସେତେବେଳେ ମୁଁ ପ୍ରଥମେ ଯେତେବେଳେ ଆପଏଣ୍ଟମେଣ୍ଟ ପାଇଲି, ମୁଁ ଏ ଯେଉଁ +2 ମାନେ ଆଏ କ୍ୱାଲିଫିକେସନ୍ ଅନୁସାରେ ଦରମା ପାଉଥିଲି। ଆଉ ମୁଁ ବିଏ ପାସ୍ କରିଥିଲି ସେତେବେଳେ। ଆଉ ମୁଁ କିନ୍ତୁ ଦରମା ପାଉଥିଲି 450 ଟଙ୍କା। 20 ଟଙ୍କାରେ ମୁଁ ଏଠି ଛାତ୍ରମାନଙ୍କୁ ପଢ଼େଇଛି। ତାହେଲେ ଚିନ୍ତା କର, ଏଇ ଛୁଆମାନେ ସବୁ ଆଜି ଯେ ତୁମ ପାଖରେ ଯେଉଁମାନେ ଗଗନଚୁମ୍ବୀ ହେଇକି ଯେଉଁମାନେ ଆକାଶ ଛୁଆଁ ହେଇଛନ୍ତି, ସେମାନେ ଦିନେ ମୋ ପାଖରେ ଏଡ଼ିକି ଏଡ଼ିକି ଛୁଆ ଥିଲେ। ତାଙ୍କୁ ମାରି ପିଟି ଆଉ କେମିତି ଭଲ କରିବ ମୁଁ ସବୁବେଳେ ଚେଷ୍ଟା କରେ। ମୋ ଛୁଆମାନଙ୍କୁ ମୁଁ ଭାରି ଭଲ ପାଏ। ମୁଁ ଏତିକି କହିବି, ମୋତେ ପିଲାମାନେ ମୁଁ ନିଜର ଛୋଟ ଭାଇ ଭଳିଆ ମୁଁ ତାଙ୍କୁ ଦେଖେ। ଆଉ ଏଇ ସତ୍ୟ, ଏଇ ନାରାୟଣ, ଏଇମାନେ ଆଜି ଯେ ତୁମ ଆଜି ବିରାଟ ଏ ଅନୁଷ୍ଠାନ ପାଇଁ ଯେଉଁମାନଙ୍କର ବିରାଟ ଦାନ, ଆଉ ଏଇମାନେ ନବ ଆଉ ଇଏ ସବୁ ଅଛନ୍ତି, ସବୁ ମାନେ ଯେଉଁମାନେ ଆଉ ମୁଁ ମନେ ପଡ଼ି ଶ୍ରୀନିବାସ ଆଉ ସେ ସବୁ ଦୁର୍ଗାପଦ, ହରିପଦ, ଏମାନଙ୍କ କଥା ମୁଁ ସବୁ ମନେ ରଖିଛି। ତାଙ୍କୁ ମୁଁ ପଢ଼େଇଛି ଆଉ ପରିଶ୍ରମ କରିଛି। ଦିନେ ମୁଁ ଏତିକି କହିବି, ମୁଁ କ୍ଲାସ୍ରେ ଦିନେ ବସିକି ପଢ଼େଇନି, ମୁଁ ସବୁବେଳେ ଛିଡ଼ା ହେଇକି ପଢ଼ାଏ। ମୁଁ ସେଇଟା ବି କେଉଁ ଛୁଆ ପାଟି କରିବନି ମୋ କ୍ଲାସ୍ର ବା ଗଣ୍ଡଗୋଳ କରିପାରିବନି ଯେ ମୁଁ ଏଠି ଆସିକି ଆଉ ମୋ କ୍ଲାସ୍ରେ ମୁଁ ମାରିକି ତାଙ୍କୁ ଶାସନ କରେ। ଛୁଆଙ୍କ ଉପରେ ସେ ନିଶ୍ଚୟ, ଏବେ ବି ଛୁଆ ମୋତେ ଫୋନ୍ କଲେ କୁହନ୍ତି, ସାର୍ ଆପଣଙ୍କ ମାଡ଼ ମୋର ମନେ ଅଛି। ମୁଁ ସେଇ କଥା ମୁଁ ମନେ କରେ। ମୋ ଛୁଆଙ୍କ ପାଇଁ ଗର୍ବିତ। ମୋର ଗର୍ବ ଆଉ ଗୌରବ ହେଉଛନ୍ତି ମୋର ଛାତ୍ର। ଛୁଆମାନେ ଯେତେବେଳେ କୁହନ୍ତି ମୋ ଦ୍ୱାରା ଉପକୃତ ହେଇଛନ୍ତି, ସେତେବେଳେ ମୋ ଛାତି କୁଣ୍ଢେମୋଟ ହେଇଯାଏ। ଶୁଣିଲେ ଏବେ ବି ସୁଦ୍ଧା ଖୁସି ହେବ। ମୁଁ ପଢ଼ାପଢ଼ି ବନ୍ଦ କରିଦେଲେ ମଧ୍ୟ ଏବେ ବି ସୁଦ୍ଧା ଏଇ ଯେଉଁ ବାଲେଶ୍ୱର କଲେଜର ଯେ ପ୍ରିନ୍ସିପାଲ୍ ଥିଲେ, ତାଙ୍କ ପୁଅକୁ ଜବରଦସ୍ତି ନେଇକି ମୋ କତିରେ ଛାଡ଼ୁଛନ୍ତି, ମୁଁ ତାଙ୍କୁ ଇଂଲିଶ ପଢ଼ଉଛି। ଆଉ ସିଏ ଆଉ ଯିଏ ବାରିଦପୁରର ଯେ ପୁଲିସ ଅଫିସର ଅଛନ୍ତି, ସିଏ ତାଙ୍କ ସ୍ତ୍ରୀ ହେଉଛନ୍ତି ମିଷ୍ଟ୍ରେସ୍ ଅଛନ୍ତି, ସିଏ ନେଇକି ମୋ ଘରେ ନେଇକି ଛାଡ଼ୁଛନ୍ତି, ନା ସାର୍ ଆପଣ ମୋ ଛୁଆକୁ ପାଠ ପଢ଼େଇବେ। ମୁଁ ଛାତ୍ରଙ୍କୁ ଭଲ ପାଏ ଆଉ ଛାତ୍ରଙ୍କୁ ପଢ଼େଇବାରେ ମୁଁ ଗର୍ବ ଅନୁଭବ କରେ। ମୋ ଛୁଆଙ୍କୁ ପଢ଼େଇକି ମୁଁ ଆନନ୍ଦ ପାଇଛି। ଆଉ ଏଇ ଛୁଆମାନେ ସମସ୍ତେ ମୋ ପାଖରେ କହିଲେ ତ ସରିବନି। ତମେ ସମସ୍ତେ ଏଇ ଛୁଆମାନଙ୍କ ପାଇଁ ମୁଁ ଗର୍ବ କରେ। ଆଉ ମୁଁ ଏତିକି କହିକି ମୋର ଭାଷଣ ଶେଷ କରୁଛି।